मित्र सावित्री व्रत এই দিনକୁ ପ୍ରତ୍ୟେକ ଐଶ୍ୱଲକ୍ଷଣୀ ମାନେ ହସ ଖୁସି ଆନନ୍ଦ କରୁଥିବା ବେଳେ ହଜି ଯାଇଛି ମୋ ସୀମନ୍ତରେ ନାଲି ସିନ୍ଦୁର ମୋ ଜୀବନରେ ଖାଲି ମେଞ୍ଚା ମେଞ୍ଚା ଦୁଃଖ ଆଞ୍ଜୁଳି ଆଞ୍ଜୁଳି ଲୁହ ଭରି ଯାଇଛି ସିନା ହଜି ଯାଇଛି ମୋ କପାଳରେ ନାଲି ସିନ୍ଦୁର ଟୁପା এই ସନ୍ନ୍ୟାସୀ ମୋତେ ଉପହାସ କରି କହୁଛି ଏ ପ୍ରିୟଙ୍କା तमरी कळंकरी सिंदूर पिंधिबा ପାଇଁ ଇଚ୍ଛା तमरी कळंकरी हातरे ଶଙ୍ଖା ପିନ୍ଧିବା ପାଇଁ ଯୋଗ୍ୟ ନୁହଁ तमरी कळंकरी ବାରବସା ତେର ପର୍ବ କରିବା ପାଇଁ ଯୋଗ୍ୟ ନୁହଁ କାହିଁକି ମୋତେ ଯୋଗ୍ୟ ନୁହଁ प्रियंका କିଏ ତମେ ये दुनिया बड़दाण्डे निजर परिचय हजई दे अक्षच्युत उल्का परी एणे तेणे घूरी बुलुवा मु तमर से हाथर शंखा आ मथार सिंदूर को तुमने धोई देइछ तुमको देखि मत लागुछि ए भोगलटा तार रंग सब हजेई देइछ हळदी बसंत धोई देइछि ता देवर हळदी वास्तविक प्रियंका मु होछि ए दुनिया प्रथम स्वामी जे कि नीचे बंची थाई आज ता स्त्री रो विधवा बेशकु आखी पुराई देखुछि से भूल तुम करनी करनी से भूल करनी ये दुनिया आखिरे मु मरी जाइछि ए जय तो मर्दराज स्त्री हाथरे शंखा पिंधिबा भूल हाथरे सिंदूर पिंधिबा पाप काहीकिना मु बची गले जियंता प्रेत ये प्रेत पाई ये कौन केबे शंखा सिंदूर पिंधे हां पिंधे ये दुनिया सबुदिन पाई तुमको विधवा कर विधवा है जीव तुम विधवा है जीव प्रियंका मु बंचिबाकू चाहे प्रियंका बंचिबाकू चाहे मु ए घर को काको मुह देखार सत्साहस मोर नाही मार ममता बाबांको आकोट भाईर स्नेह सबुथरे मते वंचित हेबाकू पड़ुछि प्रियंका केवल तुम्हारी आखिरे ये परिवार को देखी बोली ये अंधार भीतर लुचि लुचि बोली आसी प्रियंका तुमको गोटे कथा कहबी कि मु बंची थिबा कथा
ତମେ କାହା ଆଗରେ ପ୍ରକାଶ କରିବ। ନିଜେ ନିଜେ ଅନ୍ଧାର ଭିତରେ ଆସି ତମ ସହିତ ମୋର ଦେଖା ଦେଇଥିଲା ବୋଲି ତମ ମୋ ଛଡ଼ା ଯେମିତି ଅନ୍ୟ କେହି ନ ଜାଣି ଏଇ କଥାଟା କେବଳ ତମ ଆଉ ମୋ ଭିତରେ ସୀମିତ। ମୋ ଦେହ ଛୁଇଁ ସମସ୍ତେ ସବୁ ପ୍ରଶ୍ନର ଉତ୍ତର ଦେବାକୁ ମୋ ବାଧ୍ୟ ଅଛି। କେବଳ କେହି ଦୁନିଆରେ କେହି ଜାଣିପାରିବେନି, କେହି ଦେଖିପାରିବେନି। ମୁଁ ସବୁ ପ୍ରଶ୍ନର ଉତ୍ତର ଦେବି। ମୁଁ ତମକୁ ଗୋଟେ କଥା କହିବି, ତମେ ରଖିବ ନା? ଗୋଟେ ରାତି ପାଇଁ ମୋ ହାତରେ ଶଙ୍ଖ ଆସି ମତରେ ସିନ୍ଦୁର ପିନ୍ଧେଇ ମତେ ବିଧବାର ସଦମା ବେଶରେ ତମେ ସଜେଇ ଦେଇପାରିବ। ତମ ହୃଦୟରେ ମତେ ରାଣୀ କରିପାରିବି। ହେଲେ ସେଇଥିପାଇଁ ତୁମକୁ ଅନେକ କଷ୍ଟର ସାମ୍ନା କରିବାକୁ ପଡ଼ିବ। ସବୁ କଷ୍ଟ କେବଳ ତମେ କୁହ, ତମେ ମୋ ହାତରେ ସତରେ ସେ ମତରେ ସିନ୍ଦୁର ପିନ୍ଧେଇ ପାରିବ ନା ନାହିଁ? ଆରେ କୁହ। କାରଣ ତମେ ପରା ମୋର ଅର୍ଦ୍ଧାଙ୍ଗୀ। ଠିକ ଅଛି, ତମେ ଏଇଠି ଅପେକ୍ଷା କରିଥାଅ। ମୁଁ ସାଙ୍ଗେ ସାଙ୍ଗେ ଶଙ୍ଖ ସିନ୍ଦୁର ନେଇ ଆସିବି, ତମେ ମତେ ପିନ୍ଧେଇ ଦେବ। ଏଇଠି ଅପେକ୍ଷା କରିଥିବ, କୁଆଡ଼େ ଯିବ? ତମେ ଗୋଟେ କାମ କର, ଏଇଠି ବସ। ମୁଁ ସାଙ୍ଗେ ସାଙ୍ଗେ ଶଙ୍ଖ ସିନ୍ଦୁର ନେଇ ଆସିବି, ତମେ ମତେ ପିନ୍ଧେଇ ଦେବ। ତମେ ଏଇଠି ଛିଡ଼ା ହେଇଥାଅ, କୁଆଡ଼େ ଯିବନି। ମୁଁ ଶଙ୍ଖ ସିନ୍ଦୁର ନେଇ ଆସିବି, କୁଆଡ଼େ ଯିବନି। ପରୀକ୍ଷାରେ ମତେ ପକେଇ ଦେଲ ପ୍ରଭୁ। ଆଜି ଭଳି ଦିନରେ ଗୋଟେ ସ୍ତ୍ରୀ ତା ସ୍ୱାମୀ ହାତରୁ ଟୋପାଏ ସିନ୍ଦୁର ପିନ୍ଧିବା ପାଇଁ ବ୍ୟାକୁଳ କରୁଛି। କେମିତି ଖୁସିକୁ ବଞ୍ଚିତ କରିଥାନ୍ତି। ଏ ଟିକେ ଖୁସି ଦେବାକୁ ଯାଇ ମୁଁ ଯଦି କିଛି ଭୁଲ କରିଥାଏ ମତେ ଯେମିତି ସଜା ନ ଦିଅ ପ୍ରଭୁ, ସଜା ନ ଦିଅ। ତମକୁ ଦେଖୁଛି ଆଜି ଭଳି ଦିନରେ ଟୋପାଏ ସିନ୍ଦୁର ପାଇଁ ପାଗଳି ହେଇଯାଉଥିବା ଗୋଟିଏ ପ୍ରତିବ୍ରତା ନାରୀକୁ ଦେଖୁଛି। ମୃତ ସ୍ୱାମୀକୁ ପୂଜା କରିବା ପାଇଁ ବ୍ୟାକୁଳ ହେଇଯାଉଥିବା ଏଇ ଯୁଗର ସାବିତ୍ରୀକୁ ଦେଖୁଛି। ରାମଙ୍କ ସଙ୍ଗେ ବନବାସ ନ ଯାଇ ମଧ୍ୟ କଷ୍ଟ ଭୋଗୁଥିବା ଭୀମ ଏକ ରାମାୟଣର ଅନ୍ୟ ଏକ ସୀତାକୁ ଦେଖୁଛି। ସବୁ କେବଳ ତମରି ପାଇଁ, କେବଳ ତମରି ପାଇଁ ଏ ବେଶ ମତେ ସାଜିବାକୁ ପଡ଼ିଛି। ମତେ ସିନ୍ଦୁର ପିନ୍ଧେଇ ଦିଅ, ମତେ ବିଧବାର ତମେ ସଦମା ବେଶରେ ସଜେଇ ଦିଅ।
ଆସୁଛି ପ୍ରିୟଙ୍କା। ଏଇ କଥାକୁ ସେତେଦିନ ପର୍ଯ୍ୟନ୍ତ ଗୋପନ ରଖିଥିବ। ସେତେଦିନ ପର୍ଯ୍ୟନ୍ତ ଏ ଦେହରେ ଲାଗିଥିବା କଳଙ୍କର କଳାଚିକା ଧୋଇ ନ ହେଇଛି। ଅମାବାସ୍ୟାର ଚନ୍ଦ୍ର ଭଳି ଏଇ ହତଭାଗ୍ୟ ସ୍ୱାମୀଟା ହଜିଯିବ ସେଇ ଅନ୍ଧାର ଭିତରେ। ଆସୁଛି ପ୍ରିୟଙ୍କା। ପୁଣି ତମେ କେବେ ଆସିବ? କେବେ ମୋ ମନକୁ ଫେରିବ ତମେ? କୁହ। ଜାଣିଲି ଯେ ପର୍ଯ୍ୟନ୍ତ ସମୟ ତା ବାଟ ନ କରେଇଛି ସେ ପର୍ଯ୍ୟନ୍ତ ସେ ତମକୁ ଆପଣାର କରିପାରିବନି। ରୁହ। Thank you.